ପ୍ରେରଣାଦାୟୀ ଓଡ଼ିଆ ଗଳ୍ପ ସଚ୍ଚୋଟତାର ଫଳ। ଗୋଟିଏ ଛୋଟ ଗାଁରେ କମଳ ନାମକ ଏକ ଗରିବ କାଠକଟାଳି ରହୁଥିଲା। ସେ ପ୍ରତିଦିନ ଜଙ୍ଗଲକୁ ଯାଇ କାଠ କାଟୁଥିଲା ଏବଂ ତାକୁ ବିକ୍ରି କରି ନିଜ ପରିବାର ଚଳାଉଥିଲା। ଏକଦା ନଦୀ କୂଳରେ ଗୋଟିଏ ଗଛ କାଟୁଥିବା ସମୟରେ ହଠାତ୍ ତାର ଲୁହା କୁରାଢ଼ୀଟି ହାତରୁ ଖସି ନଦୀର ଗଭୀର ପାଣିରେ ପଡ଼ିଗଲା। କମଳ ବହୁତ ଦୁଃଖିତ ହୋଇ କାନ୍ଦିବାକୁ ଲାଗିଲା, କାରଣ ସେହି କୁରାଢ଼ୀଟି ହିଁ ତାର ଜୀବିକାର ଏକମାତ୍ର ମାଧ୍ୟମ ଥିଲା। ସେହି ସମୟରେ ନଦୀ ମଧ୍ୟରୁ ଜଳଦେବତା ପ୍ରକଟ ହେଲେ। ସେ କମଳର ଦୁଃଖ ଦେଖି ପଚାରିଲେ, ତୁମେ କାହିଁକି କାନ୍ଦୁଛ ପୁଅ? କମଳ ସବୁ କଥା କହିଲା। ଜଳଦେବତା ପାଣି ଭିତରକୁ ଗଲେ ଏବଂ ଏକ ସୁନା କୁରାଢ଼ୀ ଧରି ବାହାରିଲେ। ସେ ପଚାରିଲେ, ଏଇଟିକି ତୁମର କୁରାଢ଼ୀ? କମଳ କହିଲା, ନା ପ୍ରଭୁ, ଏହା ମୋର ନୁହେଁ। ତାପରେ ଦେବତା ଏକ ରୂପା କୁରାଢ଼ୀ ବାହାର କଲେ। କମଳ ପୁଣି ମନା କଲା। ଶେଷରେ ଦେବତା ତାର ସେହି ପୁରୁଣା ଲୁହା କୁରାଢ଼ୀଟି ବାହାର କଲେ। କମଳ ଖୁସିରେ ଚିତ୍କାର କରି କହିଲା, ହଁ ପ୍ରଭୁ, ଏହା ହିଁ ମୋର କୁରାଢ଼ୀ। ଶିକ୍ଷଣୀୟ କଥା, କମଳର ଏହି ନିଷ୍କପଟ ସଚ୍ଚୋଟତା ଦେଖି ଜଳଦେବତା ଅତ୍ୟନ୍ତ ପ୍ରସନ୍ନ ହେଲେ। ସେ କମଳକୁ ଉପହାର ସ୍ୱରୂପ 3ଟି ଯାକ କୁରାଢ଼ୀ ପ୍ରଦାନ କଲେ।